ଆନୁଆଲ୍ ଏକ୍ଜାମିନେସନ୍ ଆସିବାକୁ ଯାଉଛି, ତ ତାର ଏଫ୍ଏଲ୍ର ଏଫ୍ଏଲ୍ ବା ଏମ୍ଆଇଲ୍ର ଆଜି କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା ପିଲାମାନେ। ଏଫ୍ଏଲ୍ ଏମ୍ଆଇଲ୍ ଓଡ଼ିଆର ଆଜି କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା ପିଲାମାନେ। ତ ତା ପୂର୍ବରୁ 10th ଯେଉଁ ବି ନୂଆ ପିଲା ଅଛ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ପିଲାମାନେ, ଯାହାଫଳରେ କି ଆମ ଚ୍ୟାନେଲରେ ଡେଲି କ୍ଲାसेସ୍ ଲାଇଭ୍ କ୍ଲାसेସ୍ ହେବ, ତାର ନୋଟିଫିକେସନ୍ ମଧ୍ୟ ତମେ ପାଇପାରିବ ଏବଂ ଡେଲି ପ୍ରାକ୍ଟିସ୍ କ୍ଲାसेସ୍ ମଧ୍ୟ ଜଏନ୍ ହୋଇପାରିବ। ତ ପିଲାମାନେ ଜଲ୍ଦି ଯାଇକି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ ପିଲାମାନେ। ତ ଚାଲନ୍ତୁ ଦେଖିବା ଆଜି କ୍ୱେଶ୍ଚିନ୍ କ'ଣ ଅଛି, ଏଫ୍ଏଲ୍ ଏମ୍ଆଇଲ୍ର କ୍ୱେଶ୍ଚିନ୍ ଅଛି କ'ଣ ଅଛି, କ୍ୱେଶ୍ଚିନ୍ ଡିସ୍କସନ୍ କରିବା। ତ ଚାଲନ୍ତୁ ଦେଖିବା କ୍ୱେଶ୍ଚିନ୍ କ'ଣ ଅଛି। ତ ଦେଖନ୍ତୁ ପୂର୍ଣ୍ଣ ସଂଖ୍ୟା ତମର କେତେ ଅଛି? ପୂର୍ଣ୍ଣ ସଂଖ୍ୟା ଅଛି 50। ଟାଇମ୍ ରହିବ 1 ଘଣ୍ଟା। 1 ଘଣ୍ଟା ଭିତରେ 50ଟା କ୍ୱେଶ୍ଚିନ୍ର ଆନ୍ସର୍ ଦେବାର ଅଛି। ତ ଫାର୍ଷ୍ଟ କ୍ୱେଶ୍ଚିନ୍ କ'ଣ ଅଛି ପିଲାମାନେ? ଫାର୍ଷ୍ଟ କ୍ୱେଶ୍ଚିନ୍ ଅଛି ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ'ଣ? ଓଡ଼ିଆ ସାହିତ୍ୟ ପ୍ରଥମ ପ୍ରବନ୍ଧର ନାମ ହେଉଛି ଅପସନ୍ ଡି ରାଇଟ୍ ଆନ୍ସର୍ ବିବେକୀ। ତ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି ପିଲାମାନେ? 2 ନମ୍ବର କ୍ୱେଶ୍ଚିନ୍ ଅଛି କାଠୁରିଆ କ'ଣ ଚୋବାଇଲା ପରି ରୁଟି ଦୁଇଟା ଚୋବାଇଲା? କ'ଣ ଚୋବାଇଲା ପରି ରୁଟି ଦୁଇଟା ଚୋବାଇଗଲା? ନା ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ଏ ପାମ୍ପଡ଼। ପାମ୍ପଡ଼ ତମର ରାଇଟ୍ ଆନ୍ସର୍ ହେଇଯିବ। ଅପସନ୍ ଏ ରାଇଟ୍ ଆନ୍ସର୍। 3 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି ପିଲାମାନେ? 3 ନମ୍ବର କ୍ୱେଶ୍ଚିନ୍ ଅଛି ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କାହାର ଧ୍ୱଜା ଉଡ଼ିବ? ତ ତୁମ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ଡି ମୈତ୍ରୀର ଧ୍ୱଜା ଉଡ଼ିବ। ତ 4 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଚାଲନ୍ତୁ ଦେଖିବା। 4 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି? 4 ନମ୍ବର କ୍ୱେଶ୍ଚିନ୍ ଅଛି ଭାରତୀୟ ସଭ୍ୟତାର ଆଦର୍ଶ କ'ଣ ଥିଲା? ଭାରତୀୟ ସଭ୍ୟତାର ଆଦର୍ଶ କ'ଣ ଥିଲା ପିଲାମାନେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ବି ତ୍ୟାଗ ଆତ୍ମସଂଯମ। 5 ନମ୍ବର କ୍ୱେଶ୍ଚିନ୍ ଚାଲନ୍ତୁ ଦେଖିବା। 5 ନମ୍ବର କ୍ୱେଶ୍ଚିନ୍ ହେଉଛି ମଙ୍ଗଳାଇଲା ଉଷା ପଦ୍ୟ କେଉଁ ଛନ୍ଦରେ ରଚିତ? ମଙ୍ଗଳାଇଲା ଉଷା ପଦ୍ୟଟି କେଉଁ ଛନ୍ଦରେ ରଚିତ? ନା ଅପସନ୍ ସି ରାଇଟ୍ ଆନ୍ସର୍ ଚୌକି ଛନ୍ଦରେ ରଚିତ। 6 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି ପିଲାମାନେ? 6 ନମ୍ବର କ୍ୱେଶ୍ଚିନ୍ ଅଛି କେଉଁ କବିତା ପୁସ୍ତକ ପାଇଁ କବି ଅନନ୍ତ ପଟ୍ଟନାୟକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ତ ତମ ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ଏ ଅବାନ୍ତର। 7 ନମ୍ବର କ୍ୱେଶ୍ଚିନ୍ ଅଛି କିଣା ଯାଇଥିବା କାଠର ନାମ କ'ଣ ଥିଲା? କିଣା ଯାଇଥିବା କାଠର ନାମ କ'ଣ ଥିଲା? ନା ଧ କାଠ। ଅପସନ୍ ସି ରାଇଟ୍ ଆନ୍ସର୍ ଧ। ତ 8 ନମ୍ବର କ୍ୱେଶ୍ଚିନ୍ ପିଲାମାନେ ଅଛି ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟ ଛାତ୍ର ଥିଲେ? ଅଙ୍ଗଦ ଚୌଧୁରୀ କେଉଁ ବିଶ୍ୱବିଦ୍ୟାଳୟ ଛାତ୍ର ଥିଲେ? ନା ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ବି ନାଳନ୍ଦା ବିଶ୍ୱବିଦ୍ୟାଳୟ ଛାତ୍ର ଥିଲେ। 9 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? 9 ନମ୍ବର କ୍ୱେଶ୍ଚିନ୍ ଦେଇଛି କାବ୍ୟ କାହାକୁ ପ୍ରକାଶ କରିଥାଏ? କାବ୍ୟ କାହାକୁ ପ୍ରକାଶ କରିଥାଏ ପିଲାମାନେ? କାବ୍ୟ ପ୍ରକାଶ କରିଥାଏ ମନର ଭାବକୁ। ରାଇଟ୍ ଆନ୍ସର୍ ଅପସନ୍ ସି ମନର ଭାବକୁ ପ୍ରକାଶ କରିଥାଏ। ତ 10 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? 10 ନମ୍ବର କ୍ୱେଶ୍ଚିନ୍ ଦେଇଛି ବାକ୍ୟରେ ଗୋଟିଏ ପଦ୍ୟ ଅନ୍ୟ ପଦ୍ୟକୁ କାହିଁକି ଅପେକ୍ଷା କରେ? ତ ରାଇଟ୍ ଆନ୍ସର୍ ହେଇଯିବାର ଅର୍ଥବୋଧ ହେବା ପାଇଁ ଅପେକ୍ଷା କରିଥାଏ। 11 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? 11 ନମ୍ବର କ୍ୱେଶ୍ଚିନ୍ ଦେଇଛି ବିଦେଶୀ ମାଧ୍ୟମରେ ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ପ୍ରଥମେ କିଏ ପ୍ରୟାସ କରିଥିଲେ? ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ଏ ଗାନ୍ଧିଜୀ। ଗାନ୍ଧିଜୀ ପ୍ରୟାସ କରିଥିଲେ। 12 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ? 12 ନମ୍ବର କ୍ୱେଶ୍ଚିନ୍ ଦେଇଛି ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିକୁ କେବେ କ'ଣ କୁହାଯାଇ ନପାରେ? ଦେଶଭକ୍ତ କୁହାଯାଇ ନପାରେ। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ଡି ଦେଶଭକ୍ତ। 13 ନମ୍ବର କ୍ୱେଶ୍ଚିନ୍ ହେଉଛି ଉତ୍କଳ ଜନନୀ କାହା ଦ୍ୱାରା ପବିତ୍ର ହୋଇଛି? ଉତ୍କଳ ଜନନୀ କାହା ଦ୍ୱାରା ପବିତ୍ର ହୋଇଛି? ନା ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ସି ଉଟଜ ଦ୍ୱାରା ପବିତ୍ର ହୋଇଛି। 14 ନମ୍ବର କ୍ୱେଶ୍ଚିନ୍ କ'ଣ ଅଛି? 14 ନମ୍ବର କ୍ୱେଶ୍ଚିନ୍ ଅଛି ଆବର ରଡ଼ିଏ ସହିଲେ ଦୁର୍ଯ୍ୟୋଧନ କ'ଣ ହେବ ବୋଲି ଲକ୍ଷ୍ମୀ କହିଛନ୍ତି? ତ ତମର ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ସି ଅଜାମ୍ବର ହେବ ବୋଲି ଲକ୍ଷ୍ମୀ କହିଛନ୍ତି। ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ସି। 15 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? 15 ନମ୍ବର କ୍ୱେଶ୍ଚିନ୍ ଦେଇଛି କେଉଁ ସମାସ ନାମରେ ବର୍ଣ୍ଣନାଗତ ଅଶୁଦ୍ଧି ରହିଛି? କେଉଁ ସମାସ ନାମରେ? ନା ଅପସନ୍ ଏ ବହୁବ୍ରୀହି ସମାସ ନାମରେ। ତ 16 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? 16 ନମ୍ବର କ୍ୱେଶ୍ଚିନ୍ ଦେଇଛି ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ହୋଇଥିଲେ ତାକୁ କ'ଣ କୁହାଯାଏ? ତ ତମର ରାଇଟ୍ ଆନ୍ସର୍ ହେଇଯିବ ଅପସନ୍ ବି ତୁଳନାତ୍ମକ ରୂଢ଼ି କୁହାଯାଏ। 17 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଚାଲନ୍ତୁ ଦେଖିବା। 17 ନମ୍ବର କ୍ୱେଶ୍ଚିନ୍ ଦେଇଛି ନରେନ୍ଦ୍ର ବିବେକାନନ୍ଦ ଜନ୍ମ ଦେବା ପାଇଁ କେଉଁ ସ୍ଥାନ ଏନ୍ତୁଡ଼ିଶାଳ ହୋଇଥିଲା? କେଉଁ ସ୍ଥାନ ଏନ୍ତୁଡ଼ିଶାଳ ହୋଇଥିଲା? ନା ଅପସନ୍ ସି
ଦକ୍ଷିଣେଶ୍ୱର ହେଇଥିଲା ଏନ୍ତୁଡ଼ିଶାଳ। 18 ନମ୍ବର କ୍ୱେଶ୍ଚନ କଣ ଦେଖିବା ଚାଲନ୍ତୁ। 18 ନମ୍ବର କ୍ୱେଶ୍ଚନ ଅଛି, ଜଣେ ଗୃହସ୍ଥ ଭକ୍ତ କେଉଁଠି ରାମକୃଷ୍ଣ ଶିଷ୍ୟମାନଙ୍କ ପାଇଁ ଏକ ପୁରୁଣା କୋଠା ଛାଡ଼ି ଦେଇଥିଲେ? 18 ନମ୍ବର ରାଇଟ୍ ଆନ୍ସର ହେଇଯିବ ଅପସନ ଡି, ବରାହନଗର ଠାରେ। 19 ନମ୍ବର କ୍ୱେଶ୍ଚନ କଣ ଅଛି ପିଲାମାନେ? 19 ନମ୍ବର କ୍ୱେଶ୍ଚନ ଅଛି, କେଉଁମାନେ ପ୍ରଚଳିତ ଶିକ୍ଷା ପାଖରେ ମାନବିକତାକୁ ଉତ୍ସର୍ଗ କରିବେ ବୋଲି ପଠିତ ଜନ୍ମଭୂମି ପ୍ରବନ୍ଧରେ କୁହାଯାଇଛି? ରାଇଟ୍ ଆନ୍ସର ହେଇଯିବ ଅପସନ ବି, ଶିକ୍ଷିତ ମାନେ। 20 ନମ୍ବର କ୍ୱେଶ୍ଚନ କଣ ଅଛି? 20 ନମ୍ବର କ୍ୱେଶ୍ଚନ ଅଛି, କେଉଁ ଗ୍ରୀଷ୍ମୀୟ ଦେବତା ବିଶ୍ୱର ଭାର ବହନ କରି ପୂଜା ହୋଇଯାଇଛନ୍ତି? ରାଇଟ୍ ଆନ୍ସର ହେଇଯିବ ଅପସନ ବି, ଏଟଲାସ୍। 21 ନମ୍ବର କ୍ୱେଶ୍ଚନ ହଉଛି, ମନୋରଞ୍ଜନ ଦାସ କେଉଁଠାରେ କାର୍ଯ୍ୟ କରୁଥିଲେ? ମନୋରଞ୍ଜନ ଦାସ କେଉଁଠାରେ କାର୍ଯ୍ୟ କରୁଥିଲେ? ନା ମନୋରଞ୍ଜନ ଦାସ ଅପସନ ଏ, ଦୂରଦର୍ଶନରେ କାର୍ଯ୍ୟ କରୁଥିଲେ। କେତୋଟି ଦୃଶ୍ୟରେ କୋଣାର୍କ ଏକାଙ୍କିକା ବିଭକ୍ତ ହୋଇଛି? କେତୋଟି ଦୃଶ୍ୟରେ କୋଣାର୍କ ଏକାଙ୍କିକା ବିଭକ୍ତ ହୋଇଛି ପିଲାମାନେ? 5ଟି ଦୃଶ୍ୟରେ କୋଣାର୍କ ଏକାଙ୍କିକା ବିଭକ୍ତ ହୋଇଛି। କେଉଁଟି ବୃଥା ପ୍ରାର୍ଥନା ଅର୍ଥ ପ୍ରକାଶ କରୁଥିବା ରୂଢି ଅଟେ? କେଉଁଟି? ଅରଣ୍ୟ ରୋଦନ। ତ 23 ନମ୍ବର ରାଇଟ୍ ଆନ୍ସର ହେଇଯିବ ଅପସନ ଏ, ଅରଣ୍ୟ ରୋଦନ। କବିତୁଣ୍ଡ ମେଣ୍ଢାମୁଣ୍ଡ ଏହି ଲୋକବାଣୀ କେଉଁ ଅର୍ଥ ପ୍ରକାଶ କରୁଅଛି? ତ ରାଇଟ୍ ଆନ୍ସର ହେଇଯିବ ଅପସନ ଡି, ନିଜ ସମ୍ମାନ ନିଜ ହାତରେ। 25 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 25 ନମ୍ବର କ୍ୱେଶ୍ଚନ ଦେଇଛି, ଦୀର୍ଘଦେହୀ ପୁରୁଷ ବେଶପୋଷାକରୁ କାହା ପରି ମନେ ହଉଥିଲେ? ଅପସନ ଏ, ରାଜବଂଶର ଲୋକ ପରି ମନେ ହଉଥିଲେ। ରାଇଟ୍ ଆନ୍ସର ହେଇଯିବ ଅପସନ ଏ। 26 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 26 ନମ୍ବର କ୍ୱେଶ୍ଚନ ଦେଇଛି, ଖ୍ରୀଷ୍ଟିଆନ ମିଶନାରୀ ମାନେ କେଉଁ ମସିହାରୁ ଓଡ଼ିଶାରେ ମିଶନ ସ୍କୁଲ ମାନ ପ୍ରତିଷ୍ଠା କରିଥିଲେ? ରାଇଟ୍ ଆନ୍ସର ହେଇଯିବ ଅପସନ ସି, 1882 ମସିହାରୁ। 27 ନମ୍ବର କ୍ୱେଶ୍ଚନ ଅଛି କଣ? ସୁବ୍ରତ ବୃତ୍ତିରେ କଣ ଥିଲେ? ସୁବ୍ରତ ବୃତ୍ତିରେ କଣ ଥିଲେ ପିଲାମାନେ? ଅଧ୍ୟାପକ ଥିଲେ। ରାଇଟ୍ ଆନ୍ସର ହେଇଯିବ ଅପସନ ବି, ଅଧ୍ୟାପକ। 28 ନମ୍ବର କ୍ୱେଶ୍ଚନ କଣ ଅଛି ପିଲାମାନେ? 28 ନମ୍ବର କ୍ୱେଶ୍ଚନ ଅଛି, ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ରୂପ? ରାଇଟ୍ ଆନ୍ସର ହେଇଯିବ ଅପସନ ଏ, ଦିବାରାତ୍ର। 29 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 29 ନମ୍ବର କ୍ୱେଶ୍ଚନ ଦେଇଛି, ରାମଚନ୍ଦ୍ର ବିସ୍ମିତ ହୋଇ କଣ ତ୍ୟାଗ କରିଥିଲେ? ରାମଚନ୍ଦ୍ର ବିସ୍ମିତ ହୋଇ ନିଶ୍ୱାସ ତ୍ୟାଗ କରିଥିଲେ। ଅପସନ ସି। ରାଇଟ୍ ଆନ୍ସର ହେଇଯିବ ଅପସନ ସି। 30 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? ରାଧାନାଥଙ୍କ ଚିଲିକା କାବ୍ୟ ଏକ ଡ୍ୟାସ୍ କଣ? ନା ରାଇଟ୍ ଆନ୍ସର ହେଇଯିବ ଅପସନ ଡି, 30 ନମ୍ବର ଅପସନ ଡି, ଖଣ୍ଡକାବ୍ୟ। 31 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 31 ନମ୍ବର କ୍ୱେଶ୍ଚନ ଦେଇଛି, ଯାହା ଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ କଣ କହନ୍ତି? ରାଇଟ୍ ଆନ୍ସର ହେଇଯିବ ତମର ଅପସନ ଡି, ଅର୍ଥାଳଙ୍କାର। 32 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 32 ନମ୍ବର କ୍ୱେଶ୍ଚନ ଦେଇଛି, ବାବୁ ନାକସିରି ଦାନ ଯୋଗ୍ୟ ଯୋଶାକୁ ବିହର କାନନର କର ଆଲିଙ୍ଗନକୁ, ଉକ୍ତ ପଦର ପ୍ରଥମ ପାଦରେ ଥିବା ଶ୍ଳିଷ୍ଟ ପଦ କିଏ? ତ 32 ନମ୍ବର ରାଇଟ୍ ଆନ୍ସର ହେଇଯିବ ତମର ବି, ଅପସନ ବି, ନାକସିରି। 33 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 33 ନମ୍ବର କ୍ୱେଶ୍ଚନ ଦେଇଛି, ମୋହ ମମତାର ନିର ତରୁଣ ମାନଙ୍କୁ ସମ୍ମୁଖରେ କଣ ସୃଷ୍ଟି କରୁଛି? ତ ତମର ରାଇଟ୍ ଆନ୍ସର ହେଇଯିବ ପିଲାମାନେ ଅପସନ ସି, କୁହେଳି ସୃଷ୍ଟି କରୁଛି। 34 ନମ୍ବର କ୍ୱେଶ୍ଚନ କଣ ଦେଇଛି, କେଉଁ ନାରୀ କବିଙ୍କ ପଦ୍ୟ ତୁମ ପାଠ୍ୟ ଭାବରେ ରହିଛି? ତ ରାଇଟ୍ ଆନ୍ସର କଣ ହେଇଯିବ ପିଲାମାନେ? 34 ନମ୍ବର ରାଇଟ୍ ଆନ୍ସର ଡି, ବିଦ୍ୟୁତ ପ୍ରଭା ଦେବୀ। 25 ନମ୍ବର କ୍ୱେଶ୍ଚନ କଣ ଦେଇଛି ପିଲାମାନେ? 25 ନମ୍ବର କ୍ୱେଶ୍ଚନ ଦେଇଛି, ପବନର ପ୍ରତିକୂଳରେ ସାଇକେଲ ଚାଳନା କଷ୍ଟକର। ଏହି ବାକ୍ୟ କାହା ଦ୍ୱାରା ସଂକ୍ଷିପ୍ତ ହୋଇଛି? ଏହି ବାକ୍ୟ କାହା ଦ୍ୱାରା ସଂକ୍ଷିପ୍ତ ହୋଇଛି? ନା ରାଇଟ୍ ଆନ୍ସର ହେଇଯିବ ଅପସନ ସି, ହୃଦନ୍ତ ଦ୍ୱାରା ସଂକ୍ଷିପ୍ତ ହୋଇଛି। 36 ନମ୍ବର, କେଉଁ ଶବ୍ଦ ରୂପରେ ରୁ ପରେ ଣ ହୋଇନାହିଁ? ଅପସନ ଏ, କୃଷ୍ଣ। ରାଇଟ୍ ଆନ୍ସର ହେଇଯିବ ତମର ପିଲାମାନେ ଅପସନ ଏ, କୃଷ୍ଣ। 37 ନମ୍ବର କ୍ୱେଶ୍ଚନ କଣ ଅଛି ପିଲାମାନେ? 37 ନମ୍ବର କ୍ୱେଶ୍ଚନ ଅଛି, କେଉଁ ଗଛ ତଳେ ହରିଗୁଡିଆର ଦୋକାନ ଥିଲା? ତ ତମ ରାଇଟ୍ ଆନ୍ସର କଣ ହେଇଯିବ ପିଲାମାନେ? ରାଇଟ୍ ଆନ୍ସର ହେଇଯିବ ଅପସନ ସି, ଚାକୁଣ୍ଡା ଗଛ ମୂଳରେ। ରାଇଟ୍ ଆନ୍ସର ହେଇଯିବ ଅପସନ ସି, ଚାକୁଣ୍ଡା ଗଛରେ। ଗାଳ୍ପିକ ରବି ପଟ୍ଟନାୟକଙ୍କର ବଡ ପୁଅ ବିଏ ପଢୁ ପଢୁ କଣ ହୋଇଗଲା? 38 ନମ୍ବର ହଉଛି ରାଇଟ୍ ଆନ୍ସର ଅପସନ ଏ, ହିପି ହୋଇଗଲା।
39 नंबर क्वेश्चन कौन अच्छी पिलाने 39 नंबर क्वेश्चन अच्छी कवि राधानाथ काहाकू उल्लासरे आत्मा परी मने करचंदी काहाकू उल्लासरे आत्मा बोली मने करचंदी राइट आंसर जो ऑप्शन ए गीतामृत को 40 नंबर क्वेश्चन कौन देछि पिलाने लिखिया चलंतु 40 नंबर क्वेश्चन अछि मंगळे आइला उषा पद्य केउ काव्यरु आसीଅछि तो 40 नंबर राइट आंसर हे जो तपस्विनी तपस्विनी काव्यरु आसीଅछि राइट आंसर ऑप्शन बी तपस्विनी काव्यरु आसीଅछि ବାକ୍ୟରେ ବାକ୍ୟରେ ସମ୍ବନ୍ଧ ପଦ କେଉଁଠାରେ ବସେ ବାକ୍ୟରେ ସମ୍ବନ୍ଧ ପଦ ସମ୍ବନ୍ଧିତ ପଦ ପୂର୍ବରୁ ବସେ ରାଇଟ୍ ଆନ୍ସର ହେଇଯିବ ଅପସନ ଏ ସମ୍ବନ୍ଧିତ ପଦ ପୂର୍ବରୁ ବସେ 42 ନମ୍ବର କ୍ୱେଶ୍ଚନ ଅଛି ମିଶ୍ର ବାକ୍ୟ କାହାକୁ କୁହାଯାଏ ମିଶ୍ର ବାକ୍ୟ କାହାକୁ କୁହାଯାଏ ପିଲାମାନେ ମିଶ୍ର ବାକ୍ୟ କୁହାଯାଏ ଯେକୌଣସି ବାକ୍ୟ ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହାଯାଏ ତ ରାଇଟ୍ ଆନ୍ସର କଣ ହେଇଯିବ ପିଲାମାନେ ଅପସନ ବି ରାଇଟ୍ ଆନ୍ସର 43 नंबर क्वेश्चन कौन देछि पिलाने 43 नंबर क्वेश्चन देछि केउंटी हजिछि खोजी दिए मोर डैश रो चाबिकाठी उपयुक्त शब्दर पद्य पंक्ति को पूरण कर राइट आंसर कौन अछि पिलाने राइट आंसर अछि ऑप्शन सी चेतना कांतकवि लक्ष्मीकांत महापात्र गद्य कांतकवि जीवन केउ दिग उपर आलोकपात करा जायछि तो तुम राइट आंसर है जो ऑप्शन बी साहित्य कृति उपर आलोचना करा जायछि 45 नंबर क्वेश्चन कौन अच्छी पिलाने 45 नंबर क्वेश्चन अच्छी कांतकवि कूल देवता किए देले कांतकवि कूल देवता किए देले पिलाने तो राइट आंसर है जो ऑप्शन बी गोपीनाथ गोपीनाथ देले कांतकवि कूल देवता 46 नंबर क्वेश्चन कौन देछि पिलाने 46 नंबर क्वेश्चन देछि बंगलाश्री छंदरे केउ अक्षर ऊपर जतिपात हुए नाही क्यों अक्षर ऊपर जतिपात हुए नाही एकादश अक्षर ऊपर जतिपात हुए नाही भीम काहाकू सिंहानंद मागिଥିଲେ भीम काहाकू सिंहानंद मागिଥିଲେ विश्वनाथଙ୍କୁ सिंहानंद मागिଥିଲେ तो राइट आंसर ହେଇଯିବ ऑप्शन सी भीम विश्वनाथଙ୍କୁ सिंहानंद मागिଥିଲେ 48 नंबर क्वेश्चन कौन ଦେଇଛି ପିଲାମାନେ 48 नंबर क्वेश्चन ଦେଇଛି ରାଘବଙ୍କ ଲଙ୍କା ଯାତ୍ରା ଅନୁକୂଳ ପଦ୍ୟ ବୈଦେଶ ବିଳାସର କେଉଁ ଛାନ୍ଦରୁ ଆସିଅଛି କେଉଁ ଛାନ୍ଦରୁ ଆସିଅଛି 40 ନମ୍ବର ଛାନ୍ଦରୁ ଆସିଅଛି ତ 48 ନମ୍ବର ରାଇଟ୍ ଆନ୍ସର ହେଇଯିବ ଅପସନ ଏ 40 49 नंबर क्वेश्चन कौन ଦେଇଛି ପିଲାମାନେ 49 नंबर क्वेश्चन ଦେଇଛି ଉତ୍କଳ ଜନନୀର ଅଙ୍ଗରେ କିଏ ଶୋଭା ପାଉଅଛି ଉତ୍କଳ ଜନନୀର ଅଙ୍ଗରେ ବନଭୂମି ଶୋଭା ପାଉଅଛି କିଏ ଶୋଭା ପାଉଛି ବନଭୂମି ଶୋଭା ପାଉଅଛି 50 नंबर क्वेश्चन कौन ଦେଇଛି ପିଲାମାନେ ଆବିଷ୍କାର ଏଠାରେ ବିସର୍ଗର କଣ ହୋଇଛି